मो प्रिय माने प्रभु जीशुଙ୍କ नामରେ ସମସ୍ତଙ୍କୁ ଅଭିନନ୍ଦନ ଜ୍ଞାପନ କରୁଛି। ଆପଣମାନେ ଭଲରେ ଅଛନ୍ତି। ପ୍ରଭୁଙ୍କ ଲୋକମାନେ ଏହା ବାସ୍ତବରେ ଆନନ୍ଦର କଥା ଅଟେ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମ୍ଭମାନଙ୍କୁ ପ୍ରେମ କରନ୍ତି। ଆମେମାନେ ଏହି ବିଷୟକୁ ନିହାତି ବୁଝିବା ଦରକାର, ପୁଣି ଅନୁଭବ କରିବା ଦରକାର। ତାହାଙ୍କ ପ୍ରେମରେ ରହିବା ଆବଶ୍ୟକ ଅଟେ। ତାହାଙ୍କ ପ୍ରେମ କେବେ ସନ୍ଦେହ କରନ୍ତୁ ନାହିଁ। ଏହି ସ୍ଥାନକୁ ଆପଣମାନେ ଦେଖନ୍ତୁ, କେତେ ସୁନ୍ଦର ପ୍ରାକୃତିକ ସ୍ଥାନ। ସ୍ୱିଡେନ ଦେଶରେ ମୁଁ ବର୍ତ୍ତମାନ ରହି ଆପଣଙ୍କ ସହ କଥା ହେଉଅଛି। ଜଣେ ଈଶ୍ୱରଙ୍କ ଭକ୍ତ ଆମ୍ଭମାନଙ୍କୁ କହନ୍ତି ଗୀତ ସଂହିତା 66 ଅଧ୍ୟାୟର 12 ପଦରେ, ଆମ୍ଭେମାନେ ଅଗ୍ନି ଓ ଜଳ ମଧ୍ୟ ଦେଇ ଗମନ କଲୁ, ମାତ୍ର ତୁମ୍ଭେ ଆମ୍ଭମାନଙ୍କୁ ଧନାଢ଼୍ୟ ସ୍ଥାନକୁ ଆଣିଅଛ। ଅଗ୍ନି, ବାସ୍ତବରେ ଅଗ୍ନି ବହୁତ ବିଚିତ୍ର ପୁଣି ଭୟଙ୍କର ଅଟେ। ଯାହା କିଛି ଅଗ୍ନିର ସଂସ୍ପର୍ଶରେ ଆସିଥାଏ ସେ ତାହାକୁ ସମ୍ପୂର୍ଣ୍ଣ ଭାବେ ଜାଳି ଦେଇଥାଏ। ଆଜି ଆମ୍ଭମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ହୁଏତ ଏହିପରି ହୋଇଥିବ, କିନ୍ତୁ ପ୍ରଭୁଙ୍କ ଲୋକମାନେ ପରମେଶ୍ୱର ଆମ୍ଭମାନଙ୍କୁ ନିଶ୍ଚୟ ସେ ଅଗ୍ନିରୁ, ସେଇ ଜଳରୁ ଆମ୍ଭମାନଙ୍କୁ ଉଦ୍ଧାର କରିବେ। ପୁଣି ସେ ଆମ୍ଭମାନଙ୍କୁ ଅତ୍ୟନ୍ତ ଉଛୁଳୁଥିବା ଖୁସିର ବା ଆନନ୍ଦର ସ୍ଥାନକୁ ସେ ଆମ୍ଭମାନଙ୍କୁ ନେଇଯିବେ। ଏହା ଈଶ୍ୱରଙ୍କ ପ୍ରତିଜ୍ଞା ରହିଅଛି। ତେବେ ଆମ୍ଭମାନଙ୍କର ଅବସ୍ଥା, ଆପଣମାନଙ୍କର ଅବସ୍ଥା ଯାହା ହେଉ ନା କାହିଁକି, ଆପଣମାନେ ଯଦି ଅଗ୍ନି ମଧ୍ୟ ଦେଇ ବର୍ତ୍ତମାନ ଗତି କରୁଅଛନ୍ତି, ସେ ଅଗ୍ନି ଆପଣମାନଙ୍କୁ କୌଣସି ପ୍ରକାର ଦାହ ଜନ୍ମାଇ ପାରିବ ନାହିଁ। ଏହାକୁ ଆପଣମାନେ ନିଶ୍ଚୟ ବିଶ୍ୱାସ କରିବା ଦରକାର, ଯେହେତୁ ପରମେଶ୍ୱର ନିଜେ ମହାନ ବା ଗ୍ରାସକାରୀ ଅଗ୍ନି ଅଟନ୍ତି। ତେଣୁ ତାହାଙ୍କ ସନ୍ତାନ ଯେ ଆମ୍ଭେମାନେ, ପରମେଶ୍ୱର ଆମ୍ଭମାନଙ୍କୁ କେବେ ମଧ୍ୟ ଜଳିବା ପାଇଁ ଛାଡ଼ିଦେବେ ନାହିଁ। ଆପଣମାନେ ଯଦି ଅତୀତ ଜୀବନର କଥାକୁ ସ୍ମରଣ କରିବେ, କ'ଣ ପରମେଶ୍ୱର ଆମ୍ଭେମାନେ ଆପଣମାନେ ଯେତେବେଳେ ଦୁଃଖ ଦେଇ ଯାଉଥିଲେ, ଦୁଃଖ କ'ଣ ଗୋଟିଏ ଅଗ୍ନି ପରି ଆପଣଙ୍କୁ ଜାଳୁନଥିଲା? ଏପରି ସମୟରେ କ'ଣ ପରମେଶ୍ୱର ଆପଣଙ୍କୁ ଛାଡ଼ି ଦେଇଥିଲେ, ଉଦ୍ଧାର କରିନାହାନ୍ତି? ଏଣୁ ମୁଁ ଆପଣମାନଙ୍କୁ କହିବା ପାଇଁ ଚାହୁଁଅଛି, ପ୍ରଭୁଙ୍କ ପ୍ରିୟ ଲୋକମାନେ, ଯେକୌଣସି ଅଗ୍ନି ପରି ସମସ୍ୟା ଆସୁନା କାହିଁକି, ଆମ୍ଭେମାନେ କେବେ ମଧ୍ୟ ନିରାଶ ନ ହେଉ, ହତାଶ ନ ହେଉ। ଯେହେତୁ ଆମ୍ଭମାନଙ୍କ ପରମେଶ୍ୱର ସମସ୍ତ ପ୍ରକାର ଅଗ୍ନିରୁ, ଜଳରୁ, ସମସ୍ୟାରୁ, ସଙ୍କଟରୁ ଆମ୍ଭମାନଙ୍କୁ ଉଦ୍ଧାର କରିବା ପାଇଁ ସର୍ବଶକ୍ତିମାନ ଈଶ୍ୱର, ସେ ଆଜି ମଧ୍ୟ ଜୀବିତ ଅଟନ୍ତି। ସେ ନିଶ୍ଚୟ ଆମ୍ଭମାନଙ୍କୁ ସାହାଯ୍ୟ କରିବେ, ଉଦ୍ଧାର କରିବେ। କ'ଣ ଆପଣମାନେ କହିବେ, ହେ ପିତା ପରମେଶ୍ୱର ପ୍ରଭୁ, ତୁମର ସମସ୍ତ ଯୋଜନା ପାଇଁ, ପ୍ରାବଧାନ ପାଇଁ, ଶକ୍ତି ପାଇଁ ଆମେ ତୁମକୁ ଧନ୍ୟବାଦ ଦେଉଛୁ। ତୁମ ହସ୍ତରେ ଆମମାନଙ୍କ ଜୀବନ, ପରିବାର, ସେବା କାର୍ଯ୍ୟ ସମସ୍ତ ବିଷୟ ସମର୍ପଣ କରି ଏହି ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗୁଛୁ, ପ୍ରିୟ ପିତା। ଆମେନ୍, ଆମେନ୍।